ନିଜକୁ ବହୁତ ଖୁସି ଅନୁଭବ କରିବା ସହିତ ନିଜକୁ ଗୌରବ ମନେ କରୁଛି। ଆଜି ଏକ ଭିନ୍ନ କାର୍ଯ୍ୟକ୍ରମରେ ନିଜକୁ ଯୋଗଦାନ କରି ଆଜି ସାର୍ଥକ ଏଜୁକେଶନାଲ ଟ୍ରଷ୍ଟ ତରଫରୁ ଭୁବନେଶ୍ୱରରେ ଏକ ଦିବ୍ୟାଙ୍ଗ ଭାଇ ଭଉଣୀ ମାନଙ୍କୁ ପ୍ରଶିକ୍ଷଣ ଦେଇ ନିଯୁକ୍ତି ଦେବା ପାଇଁ ଏକ ସେଣ୍ଟରର ଉଦ୍ଘାଟନ କରାଗଲା ଏବଂ ସେଠି ବିଭିନ୍ନ ଅଞ୍ଚଳରୁ ଆଜି ଏଠିକି ଆସିଛନ୍ତି ଦିବ୍ୟାଙ୍ଗ ଭାଇ ଭଉଣୀ ମାନେ ଆସିଛନ୍ତି ବହୁତ ସଂଖ୍ୟାରେ ଆସିଛନ୍ତି। ଡକ୍ଟର ଜିତେନ୍ଦ୍ର ଅଗ୍ରୱାଲ ଯିଏ ନିଜେ ଦୃଷ୍ଟି ହରାଇଛନ୍ତି, ତାଙ୍କର ଦୃଢ ଇଚ୍ଛା ଶକ୍ତି ଆତ୍ମବିଶ୍ୱାସ ବଳରେ ସେ ଆଜି ତାଙ୍କ ସାର୍ଥକ ଏଜୁକେଶନାଲ ଟ୍ରଷ୍ଟ ଆଜି 16 ବର୍ଷ ଭିତରେ 20ଟି ରାଜ୍ୟରେ ପାଖାପାଖି 25ଟି ସେଣ୍ଟର କରିଛନ୍ତି। 80,000 ଦିବ୍ୟାଙ୍ଗ ଭାଇ ଭଉଣୀ ମାନଙ୍କୁ ବିଭିନ୍ନ ସେକ୍ଟରରେ ଏମ୍ପ୍ଲୟମେଣ୍ଟ ଦେଇଛନ୍ତି। ସେ ରିଟେଲ ସେକ୍ଟର ହଉ, ହସ୍ପିଟାଲିଟି ହଉ ଏବଂ ହେଲ୍ଥ କେୟାର ହଉ, ବିଭିନ୍ନ ସେକ୍ଟରରେ ଏମ୍ପ୍ଲୟମେଣ୍ଟ ଦେଇଛନ୍ତି। ସେଥିପାଇଁ ତାଙ୍କୁ ସାଧୁବାଦ ଜଣାଉଛି, ତାଙ୍କୁ ଧନ୍ୟବାଦ ଜଣାଉଛି। ଯେତେ ଧନ୍ୟବାଦ ଦେଲେ ବି ତାଙ୍କୁ କମ ହବ। ଏବଂ ଆଇଟିସି ର ସହଭାଗିତାରେ ଇଏ ସେଣ୍ଟର ଖୋଲାଯାଇଛି। ସବୁଠୁ ବଡ କଥା ହେଲା ଆମ ସରକାର ମଧ୍ୟ ସବୁବେଳେ ଚେଷ୍ଟିତ କିଭଳି ଭାବରେ ସବୁ ବର୍ଗର ଲୋକଙ୍କର ବିକାଶ। ଦିବ୍ୟାଙ୍ଗ ଭାଇ ଭଉଣୀ ମାନଙ୍କ ପାଇଁ ମଧ୍ୟ ଅନେକ ଯୋଜନା କରିଛନ୍ତି। ତାଙ୍କ ପାଇଁ ସ୍ୱତନ୍ତ୍ର ପ୍ରତିଷ୍ଠା କରାଯାଇଛି। ମହିଳା ମାନଙ୍କ ପାଇଁ ହଷ୍ଟେଲର ମଧ୍ୟ ଦିବ୍ୟାଙ୍ଗ ମହିଳା ମାନଙ୍କ ପାଇଁ ହଷ୍ଟେଲର ମଧ୍ୟ ବ୍ୟବସ୍ଥା କରାଯାଇଛି। ତା ସହିତ ବନିଶ୍ରୀ ଯୋଜନା ହଉ, ସ୍କୁଲରେ ଟ୍ୟୁସନ ଫି ଛାଡ ହଉ, ସ୍କଲାରସିପ ବିଭିନ୍ନ ଯୋଜନା ମଧ୍ୟ ଦିବ୍ୟାଙ୍ଗ ଭାଇ ଭଉଣୀ ମାନଙ୍କ ପାଇଁ ସରକାର ମଧ୍ୟ କରିଛନ୍ତି। ଆମର ଯିଏ ପ୍ରଧାନମନ୍ତ୍ରୀ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କର ଯୋଉ ବାର୍ତ୍ତା ଯେ ସବକା ସାଥ ସବକା ବିକାଶ ସବକା ବିଶ୍ୱାସ ସବକା ପ୍ରୟାସର ସରକାର, ସବୁ ବର୍ଗର ଲୋକଙ୍କର ଉନ୍ନତି ହେବା ଦରକାର, ସେଥିପାଇଁ ଯୋଜନା କରିଛନ୍ତି। ତ ନିଶ୍ଚିତ ଭାବରେ ଆଜି ସାର୍ଥକ ଏଜୁକେଶନାଲ ଟ୍ରଷ୍ଟ ଯୋଉ କାର୍ଯ୍ୟକ୍ରମ କଲା, ନିଶ୍ଚିତ ଭାବରେ ଇଏ ଏକ ପ୍ରେରଣାଦାୟୀ କଥା। ଆମ ସମସ୍ତଙ୍କର ସହଯୋଗ ସାହାଯ୍ୟ ନିଶ୍ଚିନ୍ତ ସେଠି ରହିବା ଦରକାର। ରହିଲେ ନିଶ୍ଚିନ୍ତ ଆମ ଦିବ୍ୟାଙ୍ଗ ଭାଇ ଭଉଣୀ ମାନଙ୍କ ଜୀବନରେ ଏକ ପରିବର୍ତ୍ତନ ଆସିବ। ନିଶ୍ଚିତ ଭାବରେ ତାଙ୍କ ପରିବାରରେ ଗୋଟେ ଖୁସିର ଲହରୀ ଆସିବ। ସେଥିପାଇଁ ନିଜକୁ ମଧ୍ୟ ବହୁତ ଗୌରବାନ୍ୱିତ ମନେ କରୁଛି। ସରକାର ବିଭାଗ ଦେଖନ୍ତୁ, ନିଶ୍ଚିତ ଭାବରେ ସରକାର ତ ଦିବ୍ୟାଙ୍ଗ ଭାଇ ଭଉଣୀ ମାନଙ୍କ ପାଇଁ ଯୋଜନା କରିଛନ୍ତି, ବିଭିନ୍ନ ଯୋଜନା କରିଛନ୍ତି ମୁଁ କହିଲି। ଏବଂ ଇଏ ସେଣ୍ଟର କିଭଳି ଭାବରେ ଅଧିକରୁ ଅଧିକ ପିଲାମାନଙ୍କୁ ଯୋଡ଼ିବ, ଦିବ୍ୟାଙ୍ଗ ପିଲାମାନଙ୍କୁ, ସେଥିପାଇଁ ମଧ୍ୟ ଆମ ତରଫରୁ ସାହାଯ୍ୟ ସହଯୋଗ ରହିବ। ଏବଂ ମୁଁ ପ୍ରତିଶ୍ରୁତି ମଧ୍ୟ ଦେଇଛି ସାର୍ଥକ ଏଜୁକେଶନ ଟ୍ରଷ୍ଟର ଯିଏ ଫାଉଣ୍ଡର ମୋର ଜିତେନ୍ଦ୍ର ଅଗ୍ରୱାଲ, ଡକ୍ଟର ଜିତେନ୍ଦ୍ର ଅଗ୍ରୱାଲ, ତାଙ୍କୁ ମଧ୍ୟ କହିଛି କିଭଳି ଭାବରେ ଆମ ଓଡ଼ିଶାରେ ବିଶେଷ କରି ଅଧିକ ଦିବ୍ୟାଙ୍ଗ ଭାଇ କରିବା, ତାଙ୍କୁ ଯାହା ସାହାଯ୍ୟ ସହଯୋଗ ଦରକାର ଆମେ ଯୋଗାଇବୁ।